ମଧୁବନ ଜଙ୍ଗଲରେ କାଳୁ କାଉ ତାର 6ଟି ସ୍ତ୍ରୀ ସହ ରହୁଥିଲା। ତାର କୌଣସି ପିଲା ନଥିବାରୁ ସେ ବହୁତ ଚିନ୍ତାରେ ରହୁଥିଲା। ଆରେ ବଣ୍ଟି ଭାଇ, ମୁଁ 6 ଜଣ ଝିଅକୁ ବାହାଘର ହେଲେ କିନ୍ତୁ ମୋର କୌଣସି ବି ସ୍ତ୍ରୀ ମୋତେ ଗୋଟିଏ ଛୁଆଟିଏ ଦେଇପାରୁନାହାନ୍ତି। ମୋର ଏତେ ସାରା ସମ୍ପତ୍ତି ରହିବାର ଲାଭ କ'ଣ ହେବ ଯେ? ମୋର ଯଦି କୌଣସି ଛୁଆ ଏ ସମ୍ପତ୍ତିକୁ ଭୋଗ ନ କରିପାରିବ ତାହେଲେ ମୋର ଲାଭ କ'ଣ ହେବ? କାଳୁ ଭାଇ, ମୋ ପାଖରେ ଗୋଟିଏ ସମାଧାନ ଅଛି। ପାହାଡ଼ ପାଖରେ ଗୋଟିଏ ମନ୍ଦିର ଅଛି। ତମେ ସେଇ ମନ୍ଦିରକୁ ଯାଇକି ଦର୍ଶନ କର। ଦେଖିବ ଭଗବାନ ତମର ସବୁ ଇଚ୍ଛାକୁ ପୂରଣ କରିବେ। ହଉ ଠିକ୍ ଅଛି ବଣ୍ଟି ଭାଇ, ମୁଁ କାଲି ଯାଇକି ସେ ମନ୍ଦିରରୁ ଦର୍ଶନ କରିକି ଆସିବି। ତା ପରଦିନ କାଳୁ କାଉ ସେ ମନ୍ଦିରକୁ ଦର୍ଶନ କରିବାକୁ ଯାଏ। ସେ ଦର୍ଶନ କରିକି ଫେରିଲା ବେଳକୁ ତାକୁ ବହୁତ ଜୋରରେ ଶୋଷ ଲାଗେ। ହେ ଭଗବାନ, କେତେ ଜୋରରେ ଗରମ ହଉଛି। ଏ ଗରମ ଯୋଗୁଁ ବହୁତ ଜୋରରେ ଶୋଷ ଲାଗିଲାଣି। କୋଉଠି ଯଦି ଗୋଟିଏ ପୋଖରୀ ମିଳିଯାଆନ୍ତା, ମୁଁ ମନ ଭରିକି ପାଣି ପିଅନ୍ତି। କିଛି ସମୟ ପରେ ଗୋଟିଏ ପୋଖରୀ ମିଳିଯାଏ। କିନ୍ତୁ ସେଇ ପୋଖରୀରେ ଗୋଟିଏ ଝିଅ କାଉ ଗାଧୋଉଥିଲା। ତମକୁ କ'ଣ ଟିକିଏ ବି ଲାଜ ଲାଗୁନି? ଏଠି ଗୋଟିଏ ଝିଅ କାଉ ଗାଧୋଉଛି ଆଉ ତମେ ବେଲଜ୍ୟା ଭଳିଆ ଏଠି ଛିଡ଼ା ହେଇଛ? ଆରେ ମୋତେ କ୍ଷମା କର, ମୋତେ ବହୁତ ଜୋରରେ ଶୋଷ ଲାଗୁଥିଲା। ସେଥିପାଇଁ ମୁଁ ଏଠାକୁ ପାଣି ପିଇବାକୁ ଆସିଥିଲି। ଏଇ ପୋଖରୀରେ ଖାଲି ଗାଧାନ୍ତି, ଆଉ ଗୋଟିଏ ପୋଖରୀ ଅଛି, ସେଥିରୁ ସମସ୍ତେ ପାଣି ପିଅନ୍ତି। ମୋତେ ଲାଗୁଛି ତମେ ଆମ ଜଙ୍ଗଲର ନୁହଁ। ହଁ, ମୁଁ ମଧୁବନ ଜଙ୍ଗଲରୁ ଆସିଛି। ମୋତେ ବହୁତ ଜୋରରେ ଶୋଷ ଲାଗିଲାଣି। ମୋତେ ଟିକେ ସେଇ ପୋଖରୀ ପାଖକୁ ନେଇକି ଯିବ କି? ତାପରେ ରାନୀ କାଉ କାଳୁ କାଉକୁ ସେଇ ପୋଖରୀ ପାଖକୁ ନେଇକି ଯାଏ। ସେମାନେ ବାଟରେ ବହୁତ ସାରା କଥା ବି ହୁଅନ୍ତି। ରାନୀ, ତମେ ମୋତେ ବହୁତ ଭଲ ଲାଗୁଛ। ମୁଁ ତମକୁ ବାହା ହେବାକୁ ଚାହୁଁଛି। ହଁ, ତମେ ବି ମୋତେ ବହୁତ ଭଲ ଲାଗୁଛ। ମୁଁ ବି ତମକୁ ଏକଥା କହିବାକୁ ଚାହୁଁଥିଲି। ତାପରେ ରାନୀ କାଉ ଆଉ କାଳୁ କାଉ ଦୁହେଁ ବାହାଘର ହେଇ ପଡ଼ନ୍ତି। ତାପରେ କାଳୁ କାଉ ରାନୀ କାଉକୁ ତା ଘରକୁ ନେଇକି ଚାଲିଯାଏ। କାଳୁ, ଏ ରାନୀ ତ ବହୁତ ସୁନ୍ଦର। ଆମେ ତ ୟା ଆଗକୁ କିଛି ବି ନୁହଁ। କ'ଣ ମୁଁ ସତ କହିଲି ନା? ହଁ, ଆମ ସ୍ୱାମୀ ଏଥର ହୀରା ଆଣିଛନ୍ତି, ହୀରା। ଏହା ଶୁଣି ରାନୀ କାଉ ମନେ ମନେ ବହୁତ ଖୁସି ହେଇଯାଏ। ଏମିତି କିଛି ଦିନ ବିତିଯାଏ। ଦିନେ ରାନୀ କାଉ ମୁଣ୍ଡ ବୁଲେଇକି ତଳେ ପଡ଼ିଯାଏ। କାଳୁ କାଉ ସଙ୍ଗେ ସଙ୍ଗେ ଡାକ୍ତର ବାବୁଙ୍କୁ ଡାକିକି ନେଇକି ଆସେ। ଆରେ କାଳୁ ଭାଇ, ତମ ପାଇଁ ବହୁତ ବଡ଼ ଖୁସିର ଖବର। ତମେ ବହୁତ ଜଲ୍ଦି ବାପା ହେବାକୁ ଯାଉଛ। କ'ଣ ସତରେ ଡାକ୍ତର ବାବୁ? ମୁଁ ବାପା ହେବାକୁ ଯାଉଛି। ତମେ ମୋତେ ଆଜି ବହୁତ ବଡ଼ ଖୁସି ଖବର ଦେଇଛ। ମୁଁ ତମକୁ 2 ବସ୍ତା ଚାଉଳ ଦେବି। ବାପା ହେବା କଥା ଶୁଣିକି କାଳୁ କାଉ ବହୁତ ଖୁସି ହେଇଯାଏ, ଆଉ ଖୁସିରେ ବହୁତ ନାଚି ଉଠେ। କିନ୍ତୁ ଏକଥା ଶୁଣିକି ତାର 6 ଜଣ ସ୍ତ୍ରୀଙ୍କର ମନ ଖରାପ ହୁଏ। ଏବେ ସେ ରାନୀ ଏ ଘରେ ଯାହା କହିବ, ଏ ଘରେ ସେଇଆ ହିଁ ହେବ। କାହିଁକି ନା ସେ ପିଲା ଜନ୍ମ କରିବ, ଆଉ ଆମେ ଏ ଘରେ ଚାକରାଣୀ ହେଇକି ରହିବା। ହଁ ଗୌରୀ ଭଉଣୀ, ତମେ ଠିକ୍ କହିଛ। ଯୋଉ ଖୁସି ଖବର ଆମେ ଏତେ ବର୍ଷ ଧରିକି ଦେଇପାରିଲେଣି, ସେଇ ଖୁସି ଖବର ରାନୀ କାଉ ଆସୁ ଆସୁ ଦେଇଦେଲା। ଆଉ କାଳୁ କାଉ ତା କଥା ନିହାତି ମାନିବେ। ଆଉ ଆମେ ଏ ଘରେ ରହିଲେ କେତେ, ନ ରହିଲେ କେତେ, କିଛି ବି ଜମାରୁ ଫରକ ପଡ଼ିବ ନାହିଁ। ଏମିତି ସେମାନେ କଥାବାର୍ତ୍ତା ହେବାକୁ ଲାଗନ୍ତି। ଏମିତି କିଛି ଦିନ ବିତିଯାଏ। କାଳୁ କାଉ ରାନୀ କାଉର ବହୁତ ଭଲସେ ଧ୍ୟାନ ରଖିବାକୁ ଲାଗେ। ରାନୀ, ଦେଖ, ମୁଁ ତମ ପାଇଁ କେଶର ନେଇକି ଆସିଛି। ୟାକୁ ରାତିରେ କ୍ଷୀରରେ ମିଶେଇକି ପିଇବ। ୟାକୁ ଖାଇଲେ ଆମ ପୁଅ ବହୁତ ଗୋରା ହେବ, ଆଉ ବହୁତ ସୁସ୍ଥ ବି ହେବ। କାଳୁ, ତମେ ମୋର କେତେ ଧ୍ୟାନ ରଖୁଛ। ତମକୁ ବାହା ହେଇକି ମୋର ଭାଗ୍ୟ ବଦଳିଗଲା। ରାନୀ, ତମେ ପଛ କଥାକୁ ଭୁଲି ଯାଅ। ଏବେ ତମେ ମୋର ସ୍ତ୍ରୀ। ମୁଁ ତମର କୌଣସି ପ୍ରକାରର ଅସୁବିଧା ହେବାକୁ ଦେବି ନାହିଁ। ସେମାନେ ଏମିତି କଥା ହେଲା ବେଳକୁ ଗୌରୀ କାଉ ଶୁଣିଦିଏ, ଆଉ ଭିତରକୁ ଆସିକି କୁହେ, ଆରେ କାଳୁ, ତମେ ଆମକୁ ଟିକେ ରାନୀର ସେବା କରିବାକୁ ଦିଅ।
ସେମିତିରେ ମୁଁ ବଡ଼ ମା ହେବାକୁ ଯାଉଛି। ତମେ ତ ଆମକୁ ଟିକେ ବି ପଚାରୁନ। ହଁ ହଁ ଗରି, ତମେ ରାନୀର ଭଲସେ ଧ୍ୟାନ ରଖ। ହଉ ମୁଁ ଏବେ ଟିକେ କାମକୁ ଯାଉଛି। ଏହା କହି କାଳୁ କାଉ ସେଠାରୁ ଚାଲିଯାଏ। ରାତିରେ ବଣ୍ଟି ଆସି କାଳୁ କାଉର କବାଟ ବାଡ଼ାଏ। ମଧୁବନ ଜଙ୍ଗଲରେ ଗୋଟିଏ ଯାଦୁର ଟଙ୍କା ଗଛ ଥିଲା। ଜଙ୍ଗଲର ସବୁ ପକ୍ଷୀମାନେ ସେଇ ଯାଦୁର ଟଙ୍କା ଗଛଠାରୁ ଟଙ୍କା ନେଇକି ନିଜ ନିଜର ଘର ଚଳାଉଥିଲେ। ଦିନେ ସେଇ ଜଙ୍ଗଲକୁ ଗୋଟିଏ ଦୁଷ୍ଟ ଚିଲ ଆସିଲା। ଆଉ ସେ ସମସ୍ତଙ୍କ ସହ ଝଗଡ଼ା କରିବାକୁ ଲାଗିଲା। ଏ କାଳୁ କାଉ, ଏଇ ଘର ହେଉଛି ମୋର। ଆଉ ହଁ, ଆଜିଠାରୁ ତୁ ଏଇ ଘରେ ରହିପାରିବୁ ନାହିଁ। ତୁ କିଏ ବେ? ତୁ ଏଠାକୁ କାହିଁକି ଆସିଛୁ? କୁଆଡ଼ୁ ଗୋଟେ ଆସିଲା ଭାରି ଆଉ ମୋତେ କହୁଛି ତୁ ଏ ଘର ଛାଡ଼ି ଚାଲିଯା। ଏ କାଳୁ କାଉ, ତତେ ମୁଁ ଭଲରେ ଭଲରେ କହୁଛି, ତୁ ଏଠାରୁ ଚାଲିଯା, ନହେଲେ ତତେ ମୁଁ ମାରିକି ଏଠାରେ ପୋତିଦେବି। ଏଇ ଦୁଷ୍ଟ ଚିଲ, ମୁଁ ତତେ ବି ଭଲରେ ଭଲରେ କହିଦଉଛି, ତୁ ଅତି ଶୀଘ୍ର ଏଇ ଜଙ୍ଗଲ ଛାଡ଼ି ପଳା, ନହେଲେ ମୁଁ ମୋ ସାଙ୍ଗମାନଙ୍କୁ ଡାକି ତତେ ପିଟିକି ଏଇ ଜଙ୍ଗଲରୁ ବାହାର କରିଦେବି। ତୁ ପୁଣି ମୋ ମୁହଁରେ ଜବାବ ଦଉଛୁ? ରହ କାଳୁ କାଉ, ତତେ ମୁଁ ଭଲ କି ପାନେ ଦଉଛି। ଏହା କହି ସେଇ ଦୁଷ୍ଟ ଚିଲ କାଳୁ କାଉକୁ ମାରିବାକୁ ଲାଗିଲା। ଆଉ ତାକୁ ମାରି ମାରିକି ତା ହାଲତ ଖରାପ କରିଦେଲା। ଆଉ କାଳୁ କାଉ ତା ଜୀବନ ବଞ୍ଚେଇ ସେଠାରୁ ଉଡ଼ିକି ଚାଲିଗଲା। କୁଆଡ଼ୁ ଗୋଟେ ଆସିଲା ହାରି ଆଉ କହିଲା, ସାଙ୍ଗମାନଙ୍କୁ ନେଇକି ଆସିକି ମୋତେ ପିଟିବ। ରହରେ ପୁଅ, ତୋ ଅବସ୍ଥା ପୁରା ଢିଲା କରିଦଉଛି ମୁଁ। ତତେ ମୁଁ ଜମାରୁ ଛାଡ଼ିବିନି ରେ ପୁଅ। ଯାଉଛି ସେ ଯାଦୁର ଗଛ ପାଖରୁ କିଛି ଟଙ୍କା ନେଇକି ଆରପଟ ଜଙ୍ଗଲକୁ ଯିବି। ଆଉ ଆରପଟ ଜଙ୍ଗଲରେ ମୁଁ ଘର ତିଆରି କରିକି ରହିବି। ଏହା କହି କାଳୁ କାଉ ସେଇ ଟଙ୍କା ଗଛ ପାଖକୁ ଗଲା। ଆଉ ସେଇ ଟଙ୍କା ଗଛଠାରୁ କିଛି ଟଙ୍କା ଆଣିଲା। ହଁ, ଏତିକି ଟଙ୍କା ମୋ ପାଇଁ ଯଥେଷ୍ଟ। ଯାଉଛି ମୁଁ ଆରପଟ ଜଙ୍ଗଲକୁ ଯିବି ଆଉ ଘର କରିକି ରହିବି। ଏହା କହି କାଳୁ କାଉ ସେଠାରୁ ଟଙ୍କା ନେଇକି ଆରପଟ ଜଙ୍ଗଲକୁ ଚାଲିଗଲା। ଆଉ ସେ ଜଙ୍ଗଲରେ ଗୋଟିଏ ନୂଆ ଘର ତିଆରି କରିକି ରହିଲା। ଏମିତି କିଛି ଦିନ ବିତିଗଲା। ଆଉ ସେ ଚିଲ ସେ ଯାଦୁର ଟଙ୍କା ଗଛ ବିଷୟରେ ଜାଣିବାକୁ ପାଇଲା। ଏହା ଶୁଣିଲା ପରେ ତା ମନରେ ଲୋଭ ଆସିବାକୁ ଲାଗିଲା। କ'ଣ? ଯାଦୁର ଟଙ୍କା ଗଛ? ମୋତେ ତ ବହୁତ ସାରା ଟଙ୍କା ଦରକାର। ଯାଉଛି ସେ ଯାଦୁର ଟଙ୍କା ଗଛ ପାଖକୁ ଯିବି ଆଉ ବହୁତ ସାରା ଟଙ୍କା ଆଣିକି ଆସିବି। ଏହା କହି ସେଇ ଦୁଷ୍ଟ ଚିଲ ଯାଦୁର ଟଙ୍କା ଗଛ ପାଖକୁ ଯିବାକୁ ଲାଗିଲା। କିଛି ସମୟ ପରେ ସେଇ ଦୁଷ୍ଟ ଚିଲ ଟଙ୍କା ଗଛ ପାଖରେ ପହଞ୍ଚିଗଲା। ସତରେ କ'ଣ ଏଇ ଟଙ୍କା ଗଛରୁ ବହୁତ ସାରା ଟଙ୍କା ବାହାରୁଛି? ଯାଉଛି ଏଇ ଟଙ୍କା ଗଛରୁ ବହୁତ ସାରା ଟଙ୍କା ବାହାର କରିବି ଆଉ ଏଇ ଜଙ୍ଗଲର ସବୁଠାରୁ ଧନୀ ପକ୍ଷୀ ହେଇଯିବି। ଏହା କହି ଚିଲ ସେଇ ଗଛଠାରୁ ବହୁତ ସାରା ଟଙ୍କା ବାହାର କରିଲା। ସେତିକି ବେଳେ ମିନୁ ଚଢ଼େଇ ସେଠାକୁ ଆସିଲା। ଆରେ, ତୁ କିଏ? ଆମ ଜଙ୍ଗଲକୁ ଆସି ଏଇ ଗଛଠାରୁ କ'ଣ ଏତେ ସାରା ପଇସା ନଉଛୁ? ତୋର ଏତେ ସାରା ପଇସା କ'ଣ ହେବ? ତୁ କିଏ କିରେ ମୋତେ କହିବାକୁ? ଭଲରେ ଭଲରେ କହୁଛି ତତେ, ତୁ ଏଠାରୁ ପଳା ଶୀଘ୍ର, ନହେଲେ ଗୋଟେ ବି ମାଡ଼ ତଳେ ପଡ଼ିବନି। ହଇରେ ଦୁଷ୍ଟ ଚିଲ, ତୁ ପୁଣି ମୋତେ ପିଟିବୁ? ତତେ ମୁଁ ଏମିତି ପିଟିବି ତୁ ତ ନିଜକୁ ଚିହ୍ନି ବି ପାରିବୁନି। ଆରେ, ତତେ ଦେଖିଲେ ମୋତେ ଭାରି ଦୟା ଲାଗୁଛି। ତୁ ପୁଣି ମୋତେ ପିଟିବୁ କ'ଣ ଯେ? ଆସେ ପିଟିବୁ, ଆସେ ଜଲ୍ଦି। ହେ ବୋଉ, ମାରିଦେଲା ଲୋ, ମାରିଦେଲା। ଏଇ ଦୁଷ୍ଟ ଚିଲ ମୋତେ ମାରିଦେଲା। ରହ, ତତେ ମୁଁ ଜମାରୁ ଛାଡ଼ିବିନି। ଏହା କହି ମିନୁ ଚଢ଼େଇ ଡାକ୍ତର ବାବୁଙ୍କ ପାଖକୁ ଗଲା। ଆରେ ମିନୁ ଚଢ଼େଇ, ତୋର ଏମିତି ଅବସ୍ଥା କିଏ କରିଲା? କୁଆଡ଼ୁ ଗୋଟେ ଦୁଷ୍ଟ ଚିଲ ଆମ ଜଙ୍ଗଲକୁ ଆସିଛି ଭାରି। ମୁଁ ଖାଲି ଟିକେ ଭଲ ହେଇଯାଏ, ତାକୁ ମୁଁ ଜମାରୁ ଛାଡ଼ିବି ନାହିଁ। ଆରେ ମିନୁ ଚଢ଼େଇ, ତୁ ଯାହା କହୁଥିଲୁ ସେ କାଳୁ କାଉ ବି ସେଇଆ କହୁଥିଲା। କୁଆଡ଼ୁ ଗୋଟେ ଦୁଷ୍ଟ ଚିଲ ଆମ ଜଙ୍ଗଲକୁ ଆସିଛି କେଜାଣି,
ସେ ଆମ ଜଙ୍ଗଲରେ ସବୁ ପକ୍ଷୀମାନଙ୍କୁ ବହୁତ ସାରା ହଇରାଣ କରୁଛି। ଆମକୁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ଆଉ ସେ ଦୁଷ୍ଟ ଚିଲକୁ ଆମ ଜଙ୍ଗଲରୁ ବାହାର କରିବାକୁ ପଡ଼ିବ। ହଁ ଡାକ୍ତର ବାବୁ, ଆମକୁ ସେମିତି ହିଁ କରିବାକୁ ପଡ଼ିବ। ଏମିତି କିଛି ଦିନ ବିତିଯାଏ। ଗୋଟେ ଦିନ ମିଟୁ ଶୁଆ ସେ ଟଙ୍କା ଗଛ ପାଖକୁ ଆସିଲା। ଯାଉଛି ଏଇ ଗଛଠାରୁ କିଛି ଟଙ୍କା ନେଇକି ଯିବି ଆଉ ଜମିଦାରଙ୍କ ଠାରୁ ମୋ ଜମିକୁ ମୁକୁଳେଇ ଆଣିବି। ଏହା କହି ମିଟୁ ଶୁଆ ସେ ଗଛଠାରୁ ଟଙ୍କା ଆଣିଥାଏ। ଠିକ୍ ସେତିକି ବେଳେ ସେଇ ଦୁଷ୍ଟ ଚିଲ ସେଠାକୁ ପହଞ୍ଚିଯାଏ। ଏଇ ମିଟୁ ଶୁଆ, ଏସବୁ ଟଙ୍କା ହେଉଛି ମୋର। ତୁ ଏ ଟଙ୍କାକୁ ନେଇକି କୁଆଡ଼େ ବାହାରିଲୁ? ତୁ ଏସବୁ ଟଙ୍କାକୁ ମୋତେ ଏଠି ଦେଇକି ଚାଲିଯା, ନହେଲେ ତତେ ମାରିକି ପୋତି ଦେବି ଏଠାରେ। ଏଇ ଦୁଷ୍ଟ ଚିଲ, ଏଇ ଗଛ କ'ଣ ତୋର? ଏଇ ଟଙ୍କା ଗଛଠାରୁ ଯିଏ ପାରି ସିଏ ଟଙ୍କା ନେଇପାରିବ। ଆଉ ହଁ, ଏଇ ଟଙ୍କା ହେଉଛି ମୋର। ମୁଁ ତତେ କାହିଁକି ଦେବି ଯେ? କ'ଣ? ତୁ ମୋ ମୁହଁରେ ପୁଣି ଜବାବ ଦଉଛୁ? ଆଉ ହଁ, ଏଇ ଟଙ୍କା ଗଛ କେବଳ ମୋର। ଏଥିରୁ ଯେତିକି ତୁ ଟଙ୍କା ବାହାର କରିଛୁ ସବୁ ଟଙ୍କାକୁ ଛାଡ଼ି ଦେଇ ତୁ ଚାଲିଯା, ନହେଲେ ତତେ ମୁଁ ମାରିକି ଏଠାରେ ପୋତି ଦେବି। କ'ଣ କହିଲୁ? ତୁ ପୁଣି ମୋତେ ମାରିବୁ? ତୋର ତ ବହୁତ ସାହସ। ଠିକ୍ ସେତିକି ବେଳେ ମିନୁ ଚଢ଼େଇ ଆଉ କାଳୁ କାଉ ସେଠାକୁ ଆସନ୍ତି। ଆରେ, ତମେମାନେ ବି ପୁଣି ଥରେ ମାଡ଼ ଖାଇବାକୁ ଆସିଗଲ। ଏ ଦୁଷ୍ଟ ଚିଲ, ଏବେ ତୁ ଆମକୁ ନୁହଁ, ଆମେ ତତେ ମାରିବୁ। ଏହା କହି ସବୁ ପକ୍ଷୀମାନେ ସେଇ ଦୁଷ୍ଟ ଚିଲକୁ ମାରିବାକୁ ଲାଗିଲେ ଆଉ ତାକୁ ପିଟି ପିଟି ମାରିଦେଲେ। ତାପରେ ଜଙ୍ଗଲର ସବୁ ପକ୍ଷୀମାନେ ସେଇ ଟଙ୍କା ଗଛ ସହିତ ବହୁତ ଖୁସିରେ ରହିବାକୁ ଲାଗିଲେ।